ଇରାନର ସ୍ୱପ୍ନ ପୂରଣ କରିବ କି ପାକିସ୍ତାନ? ପରମାଣୁ ଦେଶ ହେବାରେ ସାହାଯ୍ୟ କରିବ କି? କାରଣ ଏବେ ଇରାନ ପାକିସ୍ତାନଠୁ ପରମାଣୁ ସୁରକ୍ଷା ଚାହୁଁଛି। ଇରାନ ସର୍ବୋଚ୍ଚ ନେତା ଖାମନେଇଙ୍କ ନିକଟତର ସହଯୋଗୀ ଏନେଇ ବଡ଼ ସଂକେତ ଦେଇଛନ୍ତି। ତେବେ ପାକିସ୍ତାନ ନିରନ୍ତର ଇରାନ ସହିତ ବନ୍ଧୁତା ବିକଶିତ କରୁଛି। ନିକଟରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନି ଏବଂ ପାକିସ୍ତାନର ଗୃହମନ୍ତ୍ରୀ ସୟେଦ ମୋହସିନ ନକଭି ମଧ୍ୟରେ ଏକ ସମ୍ପ୍ରତି ବୈଠକ ହୋଇଥିଲା। ବୈଠକ ସମୟରେ ଦୁଇ ଦେଶ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ବିଷୟରେ ଆଲୋଚନା କରିଥିଲେ। ବୈଠକ ସମୟରେ ବରିଷ୍ଠ ଇରାନୀ ଏବଂ ପାକିସ୍ତାନୀ ଅଧିକାରୀମାନେ ରାଜନୈତିକ, ଅର୍ଥନୈତିକ ଏବଂ ସୁରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ପାଇଁ ଯୋଜନା ଉପରେ ଆଲୋଚନା କରିଥିଲେ। ନକଭି ଇସିଓ ଗୃହମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ପାଇଁ ଇରାନରେ ଥିଲେ। ବୈଠକ ସମୟରେ ଉଭୟ ପକ୍ଷ ସାଧାରଣ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଘନିଷ୍ଠ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଇରାନ ଏବଂ ପାକିସ୍ତାନର ସହଭାଗିତା ବିସ୍ତାର ହେଉଥିବାରୁ ପ୍ରଶ୍ନ ଉଠିଛି ଯେ ସାଉଦି ଆରବ ପରି ଇରାନ ମଧ୍ୟ ପାକିସ୍ତାନ ଠାରୁ ପରମାଣୁ ସୁରକ୍ଷା ଗ୍ୟାରେଣ୍ଟି ଚାହୁଁଛି କି ନାହିଁ। କାରଣ ଏହି ନିକଟରେ ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ପରେ ସାଉଦି ଆରବ ଏବେ ପାକିସ୍ତାନର ପରମାଣୁ ଛତା ତଳେ ଆସିବ ବୋଲି କୁହାଯାଉଛି।